ଆଜି ପ୍ରଭୁ ଶ୍ରୀକୃଷ୍ଣ ଓ ସୁଦାମାଙ୍କ ବିଷୟରେ ଟିକେ ଭଲ ଭାବରେ ଜାଣିନେବା। ଯେଉଁମାନେ ଜାଣିନାହାନ୍ତି ନା ସେମାନେ ଏ ଭିଡ଼ିଓଟିକୁ ଟିକେ ଭଲ ଭାବରେ ଶେଷ ପର୍ଯ୍ୟନ୍ତ ଦେଖିବେ। ପୁରାତନ ସମୟର କଥା। ଭାରତର ପବିତ୍ର ଭୂମିରେ ଦୁଇ ଜଣ ମିତ୍ର ଥିଲେ, ଏକ ରାଜା ଏବଂ ଅନ୍ୟ ଜଣ ଦରିଦ୍ର ବ୍ରାହ୍ମଣ। ଏହି ଦୁଇ ଜଣ ଥିଲେ ଦ୍ୱାରକାଧୀଶ ଶ୍ରୀକୃଷ୍ଣ ଏବଂ ଭକ୍ତ ସୁଦାମା, ଯାହାଙ୍କ ବିଷୟରେ ଆଜି ଆମେ କଥା ହେବା, ଭଲ ଭାବରେ ବୁଝିନେବା। ସୁଦାମାଙ୍କ ଦରିଦ୍ରତା କ'ଣ ପାଇଁ ସୁଦାମ ଦରିଦ୍ର ହୋଇଥିଲେ? ସୁଦାମା ଜଣେ ସରଳ ଓ ଭକ୍ତିଶୀଳ ବ୍ରାହ୍ମଣ ଥିଲେ। ତାଙ୍କ ଘରେ ଧନ ଦୌଲତ ନଥିଲା, ପେଟ ଭରି ଖାଇବା ପାଇଁ ମଧ୍ୟ କେତେବେଳେ ଅସୁବିଧା ହୁଏ। ତାଙ୍କର ସ୍ତ୍ରୀ ଥିଲେ ଅତ୍ୟନ୍ତ ସହନଶୀଳ। ଦିନେ ସେ ସୁଦାମାଙ୍କୁ କହିଲେ, ତୁମେ ତ ଶ୍ରୀକୃଷ୍ଣଙ୍କର ମିତ୍ର ଥିଲ, ଗୋଟେ ଥର ଦ୍ୱାରିକାକୁ ଯାଇ ତୁମ ମିତ୍ର ସହିତ ଦେଖା କରିକିରି ଆସ। ସୁଦାମାଙ୍କ ପାଖରେ କିଛି ବି ନଥାଏ, ଗରିବ ଘରର ପିଲାଟିଏ, ଗରିବ ବ୍ରାହ୍ମଣ ଲୋକଟିଏ। ସୁଦାମାଙ୍କ ସ୍ତ୍ରୀ ମୁଠାଏ ଚୂଡ଼ା ବାନ୍ଧିଦେଲେ ସୁଦାମାଙ୍କ ଗାମୁଛାରେ। ସୁଦାମା ସେହି ଚୂଡ଼ାକୁ ନେଇ ଦ୍ୱାରିକାକୁ ଯାତ୍ରା କଲେ। ସୁଦାମା ଯାଇ ଦ୍ୱାରିକାରେ ପହଞ୍ଚିଗଲେ। ସୁଦାମା ପହଞ୍ଚି ଯାଇ ଭୟଭୀତ ହୋଇଗଲେ। ରାଜମହଲ, ସୁନା ମାଟି, ରତ୍ନ ଜଡ଼ିତ ଦ୍ୱାର, କିନ୍ତୁ ଶ୍ରୀକୃଷ୍ଣ ସୁଦାମାଙ୍କୁ ଦେଖି ସିଂହାସନ ଛାଡ଼ି ଦୌଡ଼ି ଆସିଲେ। ସେ ସୁଦାମାଙ୍କ ପାଦ ଧୋଇ ତାଙ୍କୁ ଆଲିଙ୍ଗନ କଲେ। ସାଙ୍ଗମାନେ, ଆପଣମାନେ ଗୋଟେ କଥା ଚିନ୍ତା କରନ୍ତୁ, ଯେତେବେଳେ ଆପଣଙ୍କ ପାଖରେ ଯଦି କିଛି ଗୋଟିଏ ଅଧିକ ଆସିଯାଉଛି, ଯଦି ଆପଣ କିଛି ଅଧିକ ରୋଜଗାର କରିଦେଉଛନ୍ତି, ତାହେଲେ ଆପଣମାନଙ୍କର ଚାଲିଚଳନ ବଦଳି ଯାଉଛି, ଆପଣମାନଙ୍କର କହିବାର ଶୈଳୀ ବଦଳି ଯାଉଛି। ଆପଣମାନେ ଲୋକଙ୍କୁ ଚିହ୍ନୁ ନାହାନ୍ତି, ନିଜ ସାଙ୍ଗଙ୍କୁ ମଧ୍ୟ ଚିହ୍ନୁ ନାହାନ୍ତି। କିନ୍ତୁ ସୁଦାମା ଗୋଟିଏ ଗରିବ ବ୍ରାହ୍ମଣ, ପ୍ରଭୁ ଶ୍ରୀକୃଷ୍ଣ ଦ୍ୱାରିକାର ରାଜା। ଥରେ ଚିନ୍ତା କରନ୍ତୁ, ଯେତେବେଳେ ସେ ନିଜ ସାଥୀକୁ ଦେଖିଦେଇଛନ୍ତି, ନିଜ ସାଙ୍ଗକୁ ଦେଖିଦେଇଛନ୍ତି, ନିଜର ରାଜ ଉଆସ ଛାଡ଼ି ଆସିଗଲେ ସାଙ୍ଗ ପାଖକୁ। ସାଙ୍ଗର ଗୋଡ଼ ଧୋଇ ସାଙ୍ଗକୁ ପାଶୋରି ନେଲେ ନିଜର ରାଜମହଲ ଭିତରକୁ। ଶ୍ରୀକୃଷ୍ଣ କହିଲେ, ମିତ୍ର, ତୁମେ ମୋ ପାଇଁ କ'ଣ ନେଇ ଆସିଛ? ସୁଦାମାଙ୍କୁ ଖରାପ ଲାଗୁଥାଏ। ସୁଦାମା ମନରେ ଭାବୁଥାନ୍ତି କି ମୋ ସାଙ୍ଗ ଗୋଟିଏ ରାଜମହଲର ରାଜା, ହେଲେ ସେ କ'ଣ ମୋ ଚୂଡ଼ାକୁ ସ୍ୱୀକାର କରିବେ? ସେ କ'ଣ ମୋ ଚୂଡ଼ାକୁ ସେବନ କରିବେ? ଏତିକି ଭାବିବା ଭିତରେ ଶ୍ରୀକୃଷ୍ଣ କ'ଣ କଲେ ନା, ସେ ଚୂଡ଼ାଟିକୁ ଅମୃତ ଭାବି ପାନ କଲେ। ଆପଣମାନେ ଥରେ ଚିନ୍ତା କରନ୍ତୁ, ଯଦି ଆପଣଙ୍କର ସାଙ୍ଗ ପାଖରେ କିଛି ନାହିଁ, ଯଦି ଆପଣଙ୍କ ସାଙ୍ଗ ଆପଣଙ୍କ ଘରକୁ ଯାଇଛି ଆଉ ସେ ସାଥିରେ କିଛି ନେଇନାହିଁ, ତାହେଲେ ଆପଣମାନେ ତାଙ୍କ ମୁହଁରେ କହିଦେଇଥାନ୍ତି କି ଏତେ ଦିନ ପରେ ମୋ ଘରକୁ ଆସିଲ, ମୋ ପାଇଁ କିଛି ଆଣିଲ ନାହିଁ, ମୋ ପାଇଁ ରାସ୍ତାରେ ଆସିଲା ବେଳେ କିଛି ଟିକେ ଆଣିବା ପାଇଁ ତୁମକୁ ଭଲ ଲାଗିଲା ନାହିଁ। ତୁମେମାନେ କିଛି ବି ମନରେ ଭାବିନଥାଅ, ସିଧାସଳଖ ନିଜ ସାଥୀକୁ, ନିଜ ସାଙ୍ଗକୁ ଯାହା ବି ମୁହଁକୁ ଆସିଥାଏ ସବୁକିଛି ବଖାଳି ଦେଇଥାଅ, ସବୁକିଛି କଥା ସିଧାସଳଖ ମୁହଁରେ ଶୁଣେଇ ଦେଇଥାଅ। ହେଲେ ତୁମେମାନେ କ'ଣ କେବେ ଚିନ୍ତା କରିଥାଅ, ଯେଉଁ ସାଙ୍ଗଟି ତୁମ ଘରକୁ ଆସିଛି ସେ କେତେ ଅସୁବିଧାରେ ଅଛି, ତା ପାଖରେ କିଛି ଅଛି କି ନାହିଁ, ସେ କ'ଣ ପାଇଁ ତୁମ ଘରକୁ ଆସିଛି, ସେ ତା ସାଙ୍ଗ ସହିତ କ'ଣ ପାଇଁ ମିଶିବାକୁ ଆସିଛି? କାରଣ ସେ ତୁମକୁ ସେତିକି ନିଜର ଭାବୁଛି ବୋଲି ଆସିଛି, ସେ ତୁମକୁ ସେତିକି ଆପଣାର ଭାବୁଛି ବୋଲି ଆସିଛି। ହେଲେ ତୁମେମାନେ ତୁମ ସାଙ୍ଗକୁ ଆପଣାର ନ ଭାବି ତାଙ୍କ ମୁହଁରେ ସିଧାସଳଖ ଏମିତି କଥା କହିଥାଅ ଯାହାକି ତୁମ ସାଙ୍ଗକୁ ବହୁତ ଖରାପ ଲାଗିଥାଏ। ସାଙ୍ଗମାନେ, ମୁଁ ଆପଣମାନଙ୍କୁ ଜଣାଇ ଦେବାକୁ ଚାହୁଁଛି, କେବେ ବି ହେଲେ ଏମିତି ଭୁଲ କରିବ ନାହିଁ, ଯେଉଁ ଭୁଲ ତୁମ ସାଙ୍ଗସାଥି ମଧ୍ୟ ଦୂର ହୋଇଯିବେ, ଯେଉଁ ଭୁଲ ଦ୍ୱାରା ତୁମ ସାଙ୍ଗସାଥି ତୁମକୁ ପଚାରିବା ବନ୍ଦ କରିଦେବେ, ତୁମ ପାଖକୁ ଆସିବା ବନ୍ଦ କରିଦେବେ, ତୁମ ସହିତ ମିଶିବା ବନ୍ଦ କରିଦେବେ। ଶ୍ରୀକୃଷ୍ଣଙ୍କର ଭଲ ପାଇବା ଦେଖି
ସୁଦାମା ସବୁ କିଛି ଭୁଲିଗଲେ। ସାଙ୍ଗକୁ କିଛି ମାଗିବା ବି ଭୁଲିଗଲେ। ସାଙ୍ଗର ଏତେ ବଡ଼ ରାଜଉଆସ ଦେଖି ସେ କିଛି ବି ସାଙ୍ଗକୁ ମାଗିପାରିଲେ ନାହିଁ। ସେମିତି ଖାଲି ହାତରେ ନିଜ ଘରକୁ ଫେରି ଆସିଲେ। ଯେତେବେଳେ ସେ ଆସି ଘରେ ପହଞ୍ଚି ଦେଖନ୍ତି ତାଙ୍କ ଝୋପୁଡ଼ି ଘର ସୁନ୍ଦର ମହଲ ପାଲଟି ଯାଇଛି। ତାଙ୍କର ଚାଳ ଛପର ଘର ଗୋଟିଏ ବହୁତ ଭଲ ରାଜଉଆସ ଭଳି ପାଲଟି ଯାଇଛି। ଆପଣମାନେ ଥରେ ଚିନ୍ତା କରନ୍ତୁ, ଏଠି ଭଗବାନ ଶ୍ରୀକୃଷ୍ଣଙ୍କର କଥା କୁହାଯାଉଛି, ଭଗବାନଙ୍କର ଲୀଳା କଥା କୁହାଯାଉଛି। ଭଗବାନଙ୍କର କେଉଁଭଳି ଲୀଳା ଦେଖନ୍ତୁ, କେଉଁଭଳି ସାଙ୍ଗକୁ ସାହାଯ୍ୟ କଲେ ପ୍ରଭୁ ଶ୍ରୀକୃଷ୍ଣ। ଆପଣମାନେ କେବେ ନିଜ ସାଙ୍ଗକୁ ସାହାଯ୍ୟ କରିଛନ୍ତି? ପ୍ରଭୁ ଶ୍ରୀକୃଷ୍ଣ ଏମିତି କାମ କଲେ ତାଙ୍କ ସଖା, ତାଙ୍କ ସାଙ୍ଗ ସୁଦାମାଙ୍କର ଦରିଦ୍ରତା ହିଁ ଶେଷ ହୋଇଗଲା। ସାଙ୍ଗମାନେ, ଆମକୁ ଏଥିରୁ କ'ଣ ଶିଖିବା ପାଇଁ ମିଳିଲା? ଭଗବାନଙ୍କୁ ଧନ ନୁହେଁ, ଭକ୍ତି ଦରକାର। ଯଦି ଆମେ ଭଗବାନଙ୍କୁ ଭକ୍ତିର ସହିତ ଡାକିବା ନା, ଭଗବାନ ନିଶ୍ଚିନ୍ତ ଆମ କଥା ଶୁଣିବେ। ଆମେ ଭାବୁଛେ ଆମେ ଭଗବାନଙ୍କ ପାଖରେ ଟଙ୍କା ଦାନ କରିଦେଲେ ଭଗବାନ ଆମ କଥା ଶୁଣିବେ, ଆମେ ଭଗବାନଙ୍କୁ କିଛି ଦାନ ଧର୍ମ କଲେ ଭଗବାନ ଆମ କଥା ଶୁଣିବେ। ଭଗବାନଙ୍କର କିଛି ଦରକାର ନାହିଁ। କିନ୍ତୁ ଏ ପୃଥିବୀ ପୃଷ୍ଠରେ ଯେଉଁ ଜନଜୀବମାନେ ଅଛନ୍ତି, ଜନଜାତିମାନେ ଅଛନ୍ତି, ସେମାନଙ୍କୁ କିଛି ସାହାଯ୍ୟ ସହଯୋଗ କରନ୍ତୁ। ଭଗବାନ ନିଶ୍ଚିନ୍ତ ତୁମ କଥା ଶୁଣିବେ। ହେଲେ ତୁମେ ସେ କାମ ନ କରି ତୁମେମାନେ କ'ଣ କରୁଛ? ଭଗବାନଙ୍କ ପାଖରେ ଯାଇ ଟଙ୍କା ଚଢ଼ଉଛ, ଭଗବାନଙ୍କୁ ଟଙ୍କା ଦେଉଛ, ସୁନା ଦେଉଛ। ଭଗବାନ କ'ଣ ତୁମକୁ ମାଗିଛନ୍ତି? ଭଗବାନ କ'ଣ ତୁମକୁ କହିଛନ୍ତି କି ମୋତେ ଟଙ୍କା ଦିଅ, ମୁଁ ତୁମ ମନସ୍କାମନା ପୂର୍ଣ୍ଣ କରିଦେବି? ଭଗବାନ କହିଛନ୍ତି ମୋତେ ଭକ୍ତି କର, ମୋତେ ଶ୍ରଦ୍ଧାର ସହିତ ମୋର ପୂଜା କର। ମନରେ ଭକ୍ତି ରଖି, ମନରେ କୌଣସି କିନ୍ତୁ ନ ରଖି ମୋର ପୂଜାର୍ଚ୍ଚନା କର। ଗୋଟେ ଦିନ ନିଶ୍ଚିନ୍ତ ଭାବରେ ସଫଳତା ହାସଲ କରିବ। ଗୋଟେ ଦିନ ନିଶ୍ଚିନ୍ତ ଭାବରେ ସଫଳ ହୋଇକି ଏ ଦୁନିଆକୁ ଦେଖେଇବ। ହେଲେ ତୁମେମାନେ କ'ଣ କରିଥାଅ? ତୁମେମାନେ ମନରେ ରଖିଥାଅ ଯେ ମୁଁ ଭଗବାନଙ୍କୁ କିଛି ଦାନ କରିଦେବି, ମୁଁ ଭଗବାନଙ୍କୁ କିଛି ଟଙ୍କା ଦେଇଦେବି, ଭଗବାନଙ୍କୁ ମୁଁ ସୁନା ଦେଇକି ଭଗବାନଙ୍କୁ ମୁଁ କିଣିନେବି। ଭଗବାନ କିଣିବା ଜିନିଷ ନୁହେଁ। ଭଗବାନ କୌଣସି ବଜାରରେ ବିକ୍ରି ହେଉଥିବା ଭଗବାନ ନୁହେଁ। ମନ୍ଦିରରେ ରହୁଥିବା ଭଗବାନ, ଯିଏ ଏ ପୃଥିବୀକୁ ଚଲାଉଛନ୍ତି, ଯିଏ ଏ ଦୁନିଆକୁ ଚଲାଉଛନ୍ତି, ସେ ହେଉଛନ୍ତି ଭଗବାନ। ତୁମେ ତାଙ୍କୁ କେବେ ବି ହେଲେ କିଣିପାରିବ ନାହିଁ। ଯଦି କିଣିବାକୁ ଚାହୁଁଛ ତାହେଲେ ନିଜ ମନରେ ସର୍ବପ୍ରଥମେ ଭକ୍ତି ରଖ, ତାପରେ ଭଗବାନ ନିଶ୍ଚିନ୍ତ ଭାବରେ ତୁମ ପାଖକୁ ଆସିବେ। ଭଗବାନ ତୁମ ମନସ୍କାମନା ନିଶ୍ଚିନ୍ତ ପୂର୍ଣ୍ଣ କରିବେ। ନିଷ୍ପାପ ଭକ୍ତି କେବେ ବି ଫଳ ଶୂନ୍ୟ ଯାଏ ନା। ଯଦି ତୁମର ଭକ୍ତି ଅଛି ତାହେଲେ କେବେ ବି ହେଲେ ସେ ଶୂନ୍ୟରେ ଯିବ ନାହିଁ। ନିଶ୍ଚିନ୍ତ ଭାବରେ ତା'ର ଲାଭ ତୁମକୁ ନିଶ୍ଚିନ୍ତ ଭାବରେ ମିଳିବ ଗୋଟାଏ ଦିନ। ସାଙ୍ଗମାନେ, ଯଦି କିଛି ଶିଖିବା ପାଇଁ ମିଳିଥିବ ନା, ଲାଇକ୍ଟିଏ କରିଦେବେ, ସେୟାର ନିଶ୍ଚିନ୍ତ ଭାବରେ କରିଦେବେ। କମେଣ୍ଟ ବକ୍ସରେ ଆପଣମାନଙ୍କର ମତାମତ ରଖିବେ। ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିଦେବେ। ଧନ୍ୟବାଦ। ଜୟ ଜଗନ୍ନାଥ, ଜୟ ମା ଶାରଳା, ଜୟ ଶ୍ରୀକୃଷ୍ଣ।